ଆଜି ଆମେ ଏକ ଏମିତି ବିଷୟ ଭିତରକୁ ଯିବାକୁ ଯାଉଛୁ ଯାହା ବିଷୟରେ ଆମେ ସମସ୍ତେ ସ୍କୁଲରେ ପଢ଼ିଛୁ, କିନ୍ତୁ ସତ କହିବାକୁ ଗଲେ କେତେ ମନେଅଛି କେଜାଣି? ସେଇଟା ଠିକ୍। ଆମେ କଥା ହେବା ଭାରତର ସମ୍ବିଧାନ ବିଷୟରେ। ଆମ ପାଖରେ ଯେଉଁ ତଥ୍ୟ ଅଛି ତାହା ଦେଖିବାକୁ ତ ଏକ ଅଧ୍ୟୟନ ସାମଗ୍ରୀ ଭଳି, କିନ୍ତୁ ଆମର ଉଦ୍ଦେଶ୍ୟ ହେଉଛି ଏହାର ପ୍ରତିଟି ପୃଷ୍ଠାରୁ ସେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ବାହାର କରିବା ଯାହା ଆଜି ବି ଆମ ଜୀବନକୁ ପ୍ରଭାବିତ କରୁଛି। ଆଜିର ଆଲୋଚନାର ଲକ୍ଷ୍ୟ କେବଳ ତଥ୍ୟ ଦେବା ନୁହେଁ, ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଏହି ଦସ୍ତାବେଜ ପଛରେ ଥିବା ଦର୍ଶନ କ'ଣ ଥିଲା, ମାନେ ଏହା କାହିଁକି ଏତେ ମୋଟା, ଏହାକୁ କାହିଁକି ଜୀବନ୍ତ କୁହାଯାଏ। ଆଉ ଦୁନିଆର ଅନ୍ୟ ଦେଶମାନଙ୍କର ନିୟମ ପୁସ୍ତକ ତୁଳନାରେ ଏହା କେଉଁଠି ଛିଡ଼ା ହେଇଛି? ଏକଦମ। ମାନେ ଆମେ ଆଜି ଦେଶର ସବୁଠୁ ବଡ଼ ୟୁଜର ମ୍ୟାନୁଆଲର ଏକ ଗଭୀର ବିଶ୍ଳେଷଣ କରିବା। ତେବେ ଚାଲନ୍ତୁ ଆରମ୍ଭରୁ ଆରମ୍ଭ କରିବା। ଆଚ୍ଛା, ଗୋଟେ କଥା ମୋ ମନକୁ ଆସୁଛି, ସ୍ୱାଧୀନତା ପୂର୍ବରୁ ତ ଦେଶ ଚାଲୁଥିଲା, ଆଇନ ଥିଲା, କାନୁନ ଥିଲା, କୋର୍ଟ କଚେରୀ ବି ଥିଲା। ତେବେ ହଠାତ୍ ଏକ ନୂଆ ସମ୍ବିଧାନର କ'ଣ ଏମିତି ଜରୁରତ ପଡ଼ିଗଲା? ସେହି ପୁରୁଣା ନିୟମରେ କ'ଣ କାମ ଚଳିନଥାଏ ନା? କୁ ସୁବିଧା କରିବା ପାଇଁ। ହଁ, ତା ତ ଠିକ୍। ସେଥିରେ ଭାରତୀୟମାନେ ପ୍ରଜା ଥିଲେ, ନାଗରିକ ନୁହେଁ। କିନ୍ତୁ ଏକ ସ୍ୱାଧୀନ ଦେଶକୁ ନିଜର ଏକ ଦର୍ଶନ ଦରକାର, ଏକ ମୂଳଦ୍ୱାର ଦରକାର ଯାହା କହିବ ଯେ ଆମେ କିଏ, ଆମର ଲକ୍ଷ୍ୟ କ'ଣ। ଆଉ ସବୁ ତ ବଡ଼ କଥା, ସରକାରର ଶକ୍ତି କେଉଁକୁ ଆସିବ? ଏକଦମ। ରାଜା ବା ବିଦେଶୀ ଶାସକଙ୍କଠାରୁ ନୁହେଁ, ବରଂ ଦେଶର ସାଧାରଣ ଲୋକଙ୍କଠାରୁ ଆସିବ। ସମ୍ବିଧାନ ହେଉଛି ସେହି ଶକ୍ତିର ଉତ୍ସ। ବୁଝିଲି। ତେବେ ଏହି ବିରାଟ କାମ ପାଇଁ ଦାୟିତ୍ୱ କାହାକୁ ଦିଆଗଲା? ଏହାକୁ ତ ଜଣେ ଦୁଇ ଜଣ ଲୋକ ବସି ଲେଖିନଥିବେ। ନା ନା, ନିଶ୍ଚୟ ନୁହେଁ। ଏଥିପାଇଁ ଏକ ସମ୍ବିଧାନ ସଭା ବା କନଷ୍ଟିଟ୍ୟୁଏଣ୍ଟ ଆସେମ୍ବଲି ଗଠନ କରାଯାଇଥିଲା। ହଁ, ଶୁଣିଛି। ଏଥିରେ ସାରା ଦେଶରୁ ପ୍ରତିନିଧିମାନେ ଥିଲେ, ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଧର୍ମ, ବିଭିନ୍ନ ଭାଷାଭାଷୀ ଲୋକ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହାର ସ୍ଥାୟୀ ଅଧ୍ୟକ୍ଷ ଥିଲେ। ଆଉ ଏଇଟା କ'ଣ ଏତେ ସହଜ ହୋଇଯାଇଥିଲା? ଆଦୌ ନୁହେଁ। ଏହା କୌଣସି ଶାନ୍ତ କୋଠରୀରେ ବସି କରାଯାଇଥିବା କାମ ନଥିଲା। ପ୍ରତ୍ୟେକ ଧାରା, ଏପରିକି ପ୍ରତ୍ୟେକ ଶବ୍ଦ ଉପରେ ତୀବ୍ର ବିତର୍କ ଓ ଆଲୋଚନା ହେଉଥିଲା। ଆଉ ଆମେ ସମସ୍ତେ ଶୁଣିଛୁ ଯେ ଏହାକୁ ତିଆରି କରିବା ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା। ବାପରେ, ଏତେ ସମୟ କାହିଁକି? କାରଣ ସେହି ସମୟଟାକୁ ଟିକେ କଳ୍ପନା କରନ୍ତୁ। ଦେଶ ବିଭାଜନର ରକ୍ତପାତ ସରିଥାଏ। ହଁ। 500ରୁ ଅଧିକ ରାଜା ରଜୱାଡ଼ାଙ୍କୁ ଭାରତରେ ମିଶାଇବାର ଚ୍ୟାଲେଞ୍ଜ ଥାଏ, ଆଉ ଭାଷାଠାରୁ ଆରମ୍ଭ କରି ଧର୍ମ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ତୀବ୍ର ମତଭେଦ ଥାଏ। ବୁଝିଲି, ସ୍ଥିତି ବହୁତ ଜଟିଳ ଥିଲା। ହଁ, ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଥିବା ଖସଡ଼ା ସମିତି କେବଳ ଏକ ଆଇନ ଲେଖୁନଥିଲା, ସେମାନେ ଏକ ଭାଙ୍ଗି ଯାଇଥିବା ଦେଶକୁ ଏକାଠି ବାନ୍ଧି ରଖିବା ପାଇଁ ଏକ ସୂତା ତିଆରି କରୁଥିଲେ। ତେଣୁ ସେହି ସମୟଟା କେବଳ ଲେଖାଲେଖି ନଥିଲା, ତାହା ଥିଲା ଏକ ନୂଆ ଦେଶର ଆତ୍ମାକୁ ନେଇ ଏକ ବିରାଟ ବୁଝାମଣା। ଏଥିପାଇଁ ବୋଧେ ଏହା ବିଶ୍ୱର ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ହୋଇଗଲା। ପ୍ରାୟ 448 ଧାରା ଆଉ 12ଟି ଅନୁସୂଚୀ। ଏଟା ଖାଲି ବହି ନୁହେଁ, ପୁରା ଗୋଟେ ଲାଇବ୍ରେରୀ ଭଳି ଲାଗୁଛି। ହଁ, ଏହାର ବିଶାଳତା ହିଁ ଭାରତର ଜଟିଳତା ଓ ବିବିଧତାକୁ ସ୍ୱୀକୃତି ଦିଏ। ଆମ ସମ୍ବିଧାନ ନିର୍ମାତାମାନେ ଚାହୁଁଥିଲେ ଯେ ସବୁ କଥା ସ୍ପଷ୍ଟ ଭାବରେ ଲେଖାଯାଉ, ଯେପରି ଭବିଷ୍ୟତରେ କୌଣସି ଦ୍ୱନ୍ଦ୍ୱ ପାଇଁ ସ୍ଥାନ ନ ରହୁ। ଠିକ୍ ଅଛି। ତେବେ ଏହି ବିରାଟ ଦସ୍ତାବେଜର ମୂଳଦୁଆ ଆମେ ବୁଝିଲେ, କିନ୍ତୁ ଏହାର ଏକ ମିଶନ ଷ୍ଟେଟମେଣ୍ଟ ବା ସାରାଂଶ ତ କିଛି ଥିବ? ହଁ, ନିଶ୍ଚିତ ଭାବେ। ଯେମିତି ଗୋଟିଏ ବହିର ପ୍ରଥମ ପୃଷ୍ଠାରେ ଲେଖାଥାଏ ଯେ ବହିଟି କାହା ବିଷୟରେ? ତାକୁ ହିଁ କୁହାଯାଏ ସମ୍ବିଧାନର ପ୍ରସ୍ତାବନା ବା ପ୍ରିଆମ୍ବଲ। ଏହାକୁ ଆପଣ ସମ୍ବିଧାନର ପରିଚୟ ପତ୍ର କହିପାରିବେ। ଆଉ ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ କ'ଣ? ଏହାର ପ୍ରଥମ ଧାଡ଼ି, ଆମ୍ଭେ ଭାରତର ଲୋକ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ପଷ୍ଟ କରେ ଯେ ଏହି ଦେଶରେ ସର୍ବୋଚ୍ଚ ଶକ୍ତି ଲୋକଙ୍କ ପାଖରେ ଅଛି। ଆଉ ଏଥିରେ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଗଣରାଜ୍ୟ ଭାବେ ଘୋଷଣା କରାଯାଇଛି। ଏହି ଶବ୍ଦଗୁଡ଼ିକ ଶୁଣିବାକୁ ବହୁତ ଭାରି ଲାଗୁଛି। ଯଦି ସରଳ ଭାଷାରେ ବୁଝିବା, ଧର୍ମନିରପେକ୍ଷ ଆଉ ଗଣରାଜ୍ୟର ପ୍ରକୃତ ଅର୍ଥ କ'ଣ? ଦେଖନ୍ତୁ, ଧର୍ମନିରପେକ୍ଷ ମାନେ ରାଷ୍ଟ୍ରରେ ନିଜର କୌଣସି ଧର୍ମ ନାହିଁ। ଏହା ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବ। ଆଉ କାହା ପ୍ରତି ପକ୍ଷପାତ କରିବା ନାହିଁ। ଏକଦମ। ଆଉ ଗଣରାଜ୍ୟର ଅର୍ଥ ହେଲା ଦେଶର ମୁଖ୍ୟ, ମାନେ ଆମର ରାଷ୍ଟ୍ରପତି, ରାଜାରାଣୀଙ୍କ ପରି ବଂଶାନୁକ୍ରମିକ ଭାବେ ଆସିବେ ନାହିଁ। ସେ ନିର୍ବାଚିତ ହେବେ। ହଁ, ସେ ଲୋକଙ୍କ ଦ୍ୱାରା
ପରୋକ୍ଷ ଭାବେ ନିର୍ବାଚିତ ହେବେ। ଏହା ରାଜତନ୍ତ୍ରର ସମ୍ପୂର୍ଣ୍ଣ ବିପରୀତ। ବୁଝିଲି। କିନ୍ତୁ ଏସବୁ ତ ହେଲା ସରକାର ଓ ଦେଶ ଚଳାଇବାର ବଡ଼ ବଡ଼ କଥା। ମୋ ପରି ଜଣେ ସାଧାରଣ ଲୋକ ପାଇଁ ଏଥିରେ କ'ଣ ଅଛି? କେଉଁଠି ଲେଖାରଛି ଯେ ମୋତେ କେହି ଅନ୍ୟାୟରେ ଗିରଫ କରିପାରିବ ନାହିଁ ବା ମୁଁ ଯାହା ଚାହିଁବି କହିପାରିବେ? ସେଇଠି ହିଁ ଆସୁଛି ସମ୍ବିଧାନର ସବୁଠୁ ଶକ୍ତିଶାଳୀ ଅଂଶ, ଆମର ମୌଳିକ ଅଧିକାର। ଓହୋ। ଏହା ହେଉଛି ସେହି ସୁରକ୍ଷା କବଚ ଯାହା ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଦେଇଛି, ଯାହାକୁ ସରକାର ମଧ୍ୟ ଛଡ଼ାଇ ନେଇପାରିବ ନାହିଁ। ଆମକୁ ମୋଟ 6ଟି ମୌଳିକ ଅଧିକାର ମିଳିଛି। ଯେପରିକି ସମାନତାର ଅଧିକାର, ସ୍ୱାଧୀନତାର ଅଧିକାର। ହଁ, ଆଉ ଶୋଷଣ ବିରୋଧୀ ଅଧିକାର ଇତ୍ୟାଦି। ଏଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କେଉଁଟି? ଡକ୍ଟର ଆମ୍ବେଦକରଙ୍କ ମତରେ ତାହା ହେଉଛି ସାମ୍ବିଧାନିକ ପ୍ରତିକାରର ଅଧିକାର। ସେ ଏହାକୁ ସମ୍ବିଧାନର ହୃଦୟ ଓ ଆତ୍ମା ବୋଲି କହିଥିଲେ। ହୃଦୟ ଓ ଆତ୍ମା? ହଁ, ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ଅନ୍ୟ କୌଣସି ମୌଳିକ ଅଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆପଣ ନ୍ୟାୟ ପାଇଁ ସିଧାସଳଖ ସୁପ୍ରିମକୋର୍ଟ ଯାଇପାରିବେ। ଓହୋ। ମାନେ ଏହି ଅଧିକାର ବିନା ବାକି ସବୁ ଅଧିକାର କେବଳ କାଗଜ କଲମରେ ରହିଯାଇଥାନ୍ତା। ଏକଦମ ଠିକ୍। ମାନେ ଅଧିକାର ସହିତ ଏକ ଗ୍ୟାରେଣ୍ଟି ମଧ୍ୟ ମିଳିଛି। କିନ୍ତୁ ଯେମିତି କୁହାଯାଏ, ଅଧିକାର ସହିତ ଦାୟିତ୍ୱ ମଧ୍ୟ ଆସେ। କ'ଣ ଆମ ନାଗରିକଙ୍କ ପାଇଁ କିଛି କର୍ତ୍ତବ୍ୟ ବିଷୟରେ କୁହାଯାଇଛି କି? ହଁ, ନିଶ୍ଚୟ। ସମ୍ବିଧାନରେ 11ଟି ମୌଳିକ କର୍ତ୍ତବ୍ୟର ମଧ୍ୟ ଉଲ୍ଲେଖ ଅଛି। ଯେମିତିକି? ଯେପରିକି ଜାତୀୟ ପତାକାକୁ ସମ୍ମାନ ଦେବା, ଦେଶର ଏକତା ରକ୍ଷା କରିବା, ପରିବେଶ ସୁରକ୍ଷା କରିବା ଏବଂ ବୈଜ୍ଞାନିକ ଚିନ୍ତାଧାରା ରଖିବା। ଠିକ୍ ଅଛି। ଅଧିକାର ଓ କର୍ତ୍ତବ୍ୟ ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ହଁ, ଜଣେ ଭଲ ନାଗରିକ ହେବା ପାଇଁ ଉଭୟଙ୍କୁ ପାଳନ କରିବା ଜରୁରୀ। ଠିକ୍ ଅଛି। ତେବେ ସମ୍ବିଧାନ ନାଗରିକଙ୍କୁ ଅଧିକାର ଓ କର୍ତ୍ତବ୍ୟ ଦେଲା। କିନ୍ତୁ ସରକାର କେମିତି ଚାଲିବ, ତାର ବ୍ଲୁପ୍ରିଣ୍ଟ କ'ଣ? କିଏ ଆଇନ ତିଆରି କରିବ, କିଏ ଲାଗୁ କରିବ? ଆଉ କିଏ ନ୍ୟାୟ ଦେବ? ହଁ। ଏଥିପାଇଁ ସମ୍ବିଧାନ ସରକାରର 3ଟି ମୁଖ୍ୟ ଅଙ୍ଗ ତିଆରି କରିଛି। ବିଧାନମଣ୍ଡଳ ବା ଲେଜିସ୍ଲେଚର, ଯିଏ ଆଇନ ତିଆରି କରେ। ଠିକ୍। ତାପରେ କାର୍ଯ୍ୟପାଳିକା ବା ଏକ୍ଜିକ୍ୟୁଟିଭ, ଯିଏ ଆଇନକୁ ଲାଗୁ କରେ, ଏବଂ ନ୍ୟାୟପାଳିକା ବା ଜୁଡିସିଆରୀ, ଯିଏ ନ୍ୟାୟ ପ୍ରଦାନ କରେ। ଆଚ୍ଛା, ଏହାକୁ ଗୋଟିଏ କାର୍ ତିଆରି କମ୍ପାନୀ ସହ ତୁଳନା କରାଯାଇପାରେ କି? ହଁ, କୁହନ୍ତୁ। ବିଧାନମଣ୍ଡଳ ହେଉଛନ୍ତି ଡିଜାଇନର, ଯିଏ କାର୍ର ବ୍ଲୁପ୍ରିଣ୍ଟ ତିଆରି କରନ୍ତି। କାର୍ଯ୍ୟପାଳିକା ହେଉଛନ୍ତି ଇଞ୍ଜିନିୟର, ଯିଏ କାର୍ଟିକୁ ତିଆରି କରନ୍ତି। ଆଉ ନ୍ୟାୟପାଳିକା? ନ୍ୟାୟପାଳିକା ହେଉଛନ୍ତି କ୍ୱାଲିଟି କଣ୍ଟ୍ରୋଲ ଟିମ୍, ଯିଏ ଯାଞ୍ଚ କରନ୍ତି ଯେ କାର୍ଟି ନିୟମ ଅନୁସାରେ ଠିକ୍ ଭାବେ ତିଆରି ହୋଇଛି କି ନାହିଁ। ବାଃ, ବହୁତ ବଢ଼ିଆ ଉଦାହରଣ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ ଶକ୍ତିର ସନ୍ତୁଳନ ରକ୍ଷା କରାଯାଇଛି। କେହି କାହାଠାରୁ ଅଧିକ ଶକ୍ତିଶାଳୀ ନୁହନ୍ତି। ସମସ୍ତେ ସମ୍ବିଧାନ ଅଧୀନରେ। ହଁ, ଏହାକୁ ହିଁ ସେପାରେସନ୍ ଅଫ୍ ପାୱାର୍ସ କୁହାଯାଏ, ଯାହା ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଏ ତ ଗଲା ଆମ ଦେଶ କଥା। କିନ୍ତୁ ମୋ ମନରେ ପ୍ରଶ୍ନ ଆସୁଛି, କ'ଣ ସବୁ ଦେଶର ସମ୍ବିଧାନ ଏକା ଭଳି? ଆମର ବ୍ଲୁପ୍ରିଣ୍ଟ କ'ଣ ଆମେରିକା କିମ୍ବା ଇଂଲଣ୍ଡର ବ୍ଲୁପ୍ରିଣ୍ଟ ଭଳି? ନା, ଆଦୌ ନୁହେଁ। ପ୍ରତ୍ୟେକ ଦେଶର ଇତିହାସ, ସଂସ୍କୃତି ଅଲଗା, ତେଣୁ ସେମାନଙ୍କର ସମ୍ବିଧାନ ମଧ୍ୟ ଅଲଗା। କେମିତି? ଦେଖନ୍ତୁ, ଭାରତ ଓ ଆମେରିକାର ସମ୍ବିଧାନ ଲିଖିତ, ମାନେ ଗୋଟିଏ ନିର୍ଦ୍ଦିଷ୍ଟ ପୁସ୍ତକରେ ସବୁକିଛି ସ୍ପଷ୍ଟ ଭାବରେ ଲେଖାଯାଇଛି। କିନ୍ତୁ ୟୁନାଇଟେଡ୍ କିଙ୍ଗଡମ୍ ୟୁକେର ସମ୍ବିଧାନ ଅଲିଖିତ ବୋଲି ଶୁଣିଛି। ଏହାର ଅର୍ଥ କ'ଣ? ସେମାନଙ୍କର କୌଣସି ନିୟମ ନାହିଁ, ମନ ଇଚ୍ଛା ଦେଶ ଚଳାନ୍ତି? ହାସି, ନା, ସେମିତି ନୁହେଁ। ଅଲିଖିତ କଥାଟା ଶୁଣିବାକୁ ଅଜବ ଲାଗିପାରେ। ଏହାର ଅର୍ଥ ହେଉଛି ସେମାନଙ୍କର ଆମ ଭଳି ଗୋଟିଏ ପୁସ୍ତକରେ ସବୁ ନିୟମ ଲେଖା ହୋଇନାହିଁ। ତାହେଲେ? ସେମାନଙ୍କର ରୁଲ ବୁକ୍ ସମୟ ସହିତ ଧୀରେ ଧୀରେ ତିଆରି ହୋଇଛି। ଶହ ଶହ ବର୍ଷର ପରମ୍ପରା, ସଂସଦର ଆଇନ ଆଉ ଅଦାଲତର ରାୟକୁ ନେଇ। ଏହା ଗୋଟିଏ ପୁରୁଣା ଗଛ ପରି, ଯାହାର ଚେର ବହୁତ ଗଭୀର, କିନ୍ତୁ ତାକୁ ଗୋଟିଏ ବହିରେ ବାନ୍ଧି ରଖାଯାଏ ନାହିଁ। ବାଃ, ଏହା ବାସ୍ତବରେ ଏକ ରୋଚକ କଥା। ଆଉ ଗୋଟିଏ ତୁଳନା କରାଯାଏ କଠୋର ବନାମ ଲଚିଳା ସମ୍ବିଧାନକୁ ନେଇ। ଏହାର ମାନେ କ'ଣ? ଏହାର ସମ୍ବନ୍ଧ ସମ୍ବିଧାନକୁ ପରିବର୍ତ୍ତନ ବା ସଂଶୋଧନ କରିବାର ପ୍ରକ୍ରିୟା ସହିତ। ଯେଉଁ ସମ୍ବିଧାନକୁ ବଦଳାଇବା ବହୁତ କଷ୍ଟ, ତାକୁ କଠୋର ବା ରିଜିଡ୍ କୁହାଯାଏ। ଯେମିତି ଆମେରିକାର? ହଁ, ଯାହା 200 ବର୍ଷରୁ ଅଧିକ ସମୟରେ ମାତ୍ର 27 ଥର ବଦଳିଛି। ଅନ୍ୟପଟେ ୟୁକେର ସମ୍ବିଧାନ ବହୁତ ଲଚିଳା ବା ଫ୍ଲେକ୍ସିବଲ୍, କାରଣ ତାକୁ ସାଧାରଣ ଆଇନ ଭଳି ବଦଳାଇ ହେବ। ତେବେ ଭାରତ ଏହି ମାମଲାରେ କେଉଁଠି ଅଛି, କଠୋର ନା ଲଚିଳା? ଭାରତ ଏଠାରେ ଏକ ମଧ୍ୟମ ମାର୍ଗ ଅପଣାଇଛି। ଆମ ସମ୍ବିଧାନ ଅଂଶତଃ କଠୋର ଆଉ ଅଂଶତଃ ଲଚିଳା। ଆଚ୍ଛା, ଦୁଇଟାର ମିଶ୍ରଣ। ହଁ,
କିଛି ସାଧାରଣ ଅଂଶକୁ ସହଜରେ ବଦଳା ଯାଇପାରେ, କିନ୍ତୁ ମୌଳିକ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବଦଳାଇବା ପାଇଁ ଏକ ଜଟିଳ ପ୍ରକ୍ରିୟା ଦରକାର। ଆମ ସମ୍ବିଧାନ ନିର୍ମାତାମାନେ ବୁଝିଥିଲେ ଯେ ଦେଶକୁ ସ୍ଥିରତା ଦରକାର, କିନ୍ତୁ ସମୟ ସହିତ ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ପଡ଼ିବ। ଆଉ ଗୋଟେ ଶବ୍ଦ ମୁଁ ଶୁଣିଛି, ସଂଘୀୟ ବା ଫେଡେରାଲ। ଭାରତକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ। ଏଇଟା କ'ଣ? ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରଙ୍କ ମଧ୍ୟରେ ଶକ୍ତିର ସ୍ପଷ୍ଟ ବଣ୍ଟନ ହୋଇଥାଏ। ଉଭୟ ନିଜ ନିଜ କ୍ଷେତ୍ରରେ ସ୍ୱାଧୀନ। ଯେମିତି ଆମେରିକା ଆଉ ଆମ ଦେଶରେ। ଠିକ୍, ଏହାର ବିପରୀତ ହେଉଛି ଏକୀକୃତ ବା ୟୁନିଟରୀ ବ୍ୟବସ୍ଥା, ଯେପରିକି ଫ୍ରାନ୍ସ ବା ଚୀନରେ, ଯେଉଁଠାରେ ସବୁ ଶକ୍ତି କେନ୍ଦ୍ର ସରକାରଙ୍କ ପାଖରେ ଥାଏ। ବୁଝିଲି। ଭାରତର ବିବିଧତାକୁ ଦେଖିଲେ ସଂଘୀୟ ବ୍ୟବସ୍ଥା ହିଁ ଠିକ୍। ନିଶ୍ଚିତ ଭାବେ। ତେବେ ଏହିସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଭାରତୀୟ ସମ୍ବିଧାନ କେବଳ କିଛି ନିୟମର ସମାହାର ନୁହେଁ, ଏହା ଏକ ଗଭୀର ଚିନ୍ତାଧାରାର ଫଳ। ଏହା ଏକ ଜୀବନ୍ତ ଦସ୍ତାବେଜ। ଏକଦମ ଠିକ୍। ଆଉ ଜଣେ ସଚେତନ ନାଗରିକ ହେବା ପାଇଁ ନିଜ ଦେଶର ସମ୍ବିଧାନକୁ ବୁଝିବା ନିହାତି ଜରୁରୀ। ଯେତେବେଳେ ଜଣେ ନିଜ ଅଧିକାର ଆଉ ସରକାରର ସୀମା ବିଷୟରେ ଜାଣିଥାଏ, ସେତେବେଳେ ସେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇପାରେ। ଆଉ ଗଣତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରେ। ହଁ। ଆଜିର ଆଲୋଚନାର ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ି ଯାଉଛୁ। ଉତ୍ସରେ କୁହାଯାଇଛି ଯେ ଭାରତୀୟ ସମ୍ବିଧାନରେ 70 ବର୍ଷରୁ ଅଧିକ ସମୟ ମଧ୍ୟରେ 100ରୁ ଅଧିକ ଥର ସଂଶୋଧନ ହୋଇସାରିଛି। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ତେବେ ପ୍ରଶ୍ନ ହେଉଛି, ଏହି ବାରମ୍ବାର ପରିବର୍ତ୍ତନ କ'ଣ ସମ୍ବିଧାନର ଜୀବନ୍ତ ଓ ପରିବର୍ତ୍ତନଶୀଳ ଚରିତ୍ରକୁ ଦର୍ଶାଉଛି, ନା ଏହା ତାର ମୂଳ ଦୃଷ୍ଟିକୋଣକୁ ଦୁର୍ବଳ କରୁଛି? ଗୋଟିଏ ଦେଶର ଯାତ୍ରା ବିଷୟରେ ଏହି ସଂଶୋଧନ ପ୍ରକ୍ରିୟା ଆମକୁ ପ୍ରକୃତରେ କ'ଣ ଶିକ୍ଷା ଦିଏ?